ପ୍ଲସ୍ ଟୁ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରୁଛି ମାଇ ଷ୍ଟଡି ଏକାଡେମୀ କ୍ଲାସେସ୍କୁ। ପିଲାମାନେ, ଆଜିର କ୍ଲାସ୍ରେ ଆମେ ତିନି ତୁଣ୍ଡରେ ଛେଳି ଗଦ୍ୟର ଗୋଟିଏ ସାରମର୍ମ ବିଷୟରେ ଆଜି ଆଲୋଚନା କରିବା। ଏଇଟା ଗୋଟେ ଲଙ୍ଗ୍ କୋଶ୍ଚିନ୍ ପିଲାମାନେ। ତ ତୁମର ତିନି ତୁଣ୍ଡରେ ଯେଉଁ ଲଙ୍ଗ୍ କୋଶ୍ଚିନ୍ ଯେଉଁ ବି ଲଙ୍ଗ୍ କୋଶ୍ଚିନ୍ ପଡ଼ୁନା କାହିଁକି ଏହି ଗୋଟିଏ ଲଙ୍ଗ୍ କୋଶ୍ଚିନ୍ ତୁମମାନେ ଲେଖିପାରିବ। ପିଲାମାନେ ଦେଖ, ମୁଁ ସମସ୍ତ ଲଙ୍ଗ୍ କୋଶ୍ଚିନ୍ଟିକୁ ବେସ୍ କରି ଗୋଟିଏ ଲଙ୍ଗ୍ କୋଶ୍ଚିନ୍ ତିଆରି କରିଛି, ଯାହାଫଳରେ ତୁମମାନଙ୍କୁ ମଧ୍ୟ ଲେଖିବାରେ ସହଜ ହେବ। ଏହି ଲଙ୍ଗ୍ କୋଶ୍ଚିନ୍ଟିକୁ ଆମେ ଅତି ସରଳ ଓ ବୋଧଗମ୍ୟ ଭାବରେ ପିଲାମାନେ ଆଲୋଚନା କରିବା। ତ ପ୍ରଥମେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ପିଲାମାନେ, ଆମର ଚ୍ୟାନେଲକୁ ଯଦି ନୂଆ କରି ଆସିଛ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର ଏବଂ ସାଙ୍ଗସାଥିମାନଙ୍କ ମଧ୍ୟରେ ଭିଡ଼ିଓଟିକୁ ସେୟାର କର ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅ ପିଲାମାନେ। ତାପରେ ଆରମ୍ଭ କରିବା। ଠିକ୍ ଅଛି, ପ୍ରଥମେ କ'ଣ କରିବ ନା ଗୋଟେ ଇଣ୍ଟ୍ରୋଡକ୍ସନ୍ ଦେବ ପିଲେ। କେମିତି ଦେବ ଦେଖ, ମୁଁ କହୁଛି। ଅନନ୍ୟ ଅନବଦ୍ୟ ସ୍ୱକୀୟ ସୃଷ୍ଟି ସମ୍ଭାର ନେଇ ଓଡ଼ିଆ ଗଦ୍ୟ ସାହିତ୍ୟର ଜଣେ ଚିରବରଣୀୟ ସୁନାମଧନ୍ୟ ଉଚ୍ଚକୋଟୀରର ଯିଏକି ପ୍ରାବନ୍ଧିକ ଭୁବନେଶ୍ୱର ବେହେରା। ସେ 1916 ମସିହାରେ କଳାହାଣ୍ଡି ଜିଲ୍ଲାର କାଶୀବାହାଲଠାରେ ଜନ୍ମଗ୍ରହଣ କରିଥିଲେ ପିଲେ। କେତେ ମସିହା? 1916 ମସିହା। କେଉଁଠାରେ? ନା କଳାହାଣ୍ଡି ଜିଲ୍ଲାର କାଶୀବାହାଲଠାରେ ଜନ୍ମଗ୍ରହଣ କରିଥିଲେ। ବୃତ୍ତିରେ ସେ ଇଞ୍ଜିନିୟର ହୋଇଥିଲେ ମଧ୍ୟ ସାହିତ୍ୟ ରଚନା ଥିଲା ତାଙ୍କର କ'ଣ ନା ପ୍ରବୃତ୍ତି ଥିଲା ପିଲେ। ସାହିତ୍ୟ ରଚନା ଥିଲା ତାଙ୍କର ପ୍ରବୃତ୍ତି। ସେ ଏକାଧାରାରେ ଜଣେ ପ୍ରାବନ୍ଧିକ, ଗାଳ୍ପିକ, ଭ୍ରମଣ କାହାଣୀର ଲେଖକ ଭାବରେ ସୁପ୍ରସିଦ୍ଧ। ସେ କ'ଣ ନା ଜଣେ ଗାଳ୍ପିକ, ପ୍ରାବନ୍ଧିକ ଏବଂ ଭ୍ରମଣ କାହାଣୀର ଲେଖକ ଭାବରେ ସୁପ୍ରତିଷ୍ଠିତ। ଦେଖ ଆଉ କ'ଣ ଅଛି, ତାଙ୍କର ପ୍ରବନ୍ଧ ଗୁଡ଼ିକ କ'ଣ ନା ତାଙ୍କର ପ୍ରବନ୍ଧ ଗୁଡ଼ିକ ଶିକ୍ଷା, ସଭ୍ୟତା, ସାମାଜିକ ରୀତିନୀତି, ପରମ୍ପରା, ଆଧୁନିକ ମଣିଷର ଜୀବନଚର୍ଯ୍ୟା ଓ ମଣିଷର ମନସ୍ତତ୍ତ୍ୱକୁ ନେଇ ତାଙ୍କର ପ୍ରବନ୍ଧ ଗୁଡ଼ିକ ରଚିତ ପିଲେ। ଓଡ଼ିଆ ଜଗତକୁ ତାଙ୍କର ଅବଦାନ ଗୁଡ଼ିକ ପିଲେ ଅତୁଳନୀୟ। ତାଙ୍କର ଅବଦାନ ଗୁଡ଼ିକ ତୁଳନା କରିହେବ ନାହିଁ। ତାଙ୍କର ପ୍ରବନ୍ଧ ଗୁଡ଼ିକ ମଧ୍ୟରୁ ଶୁଣ ପରୀକ୍ଷଣ, କହି ନ ଜାଣେ, କଥା ଓ ତଥା, ଫର୍ ଫର୍ ଉଡ଼େ ଇତ୍ୟାଦି ପିଲାମାନେ ତାଙ୍କର କ'ଣ ନା ପ୍ରବନ୍ଧ ପିଲେ। ଆହୁରି କ'ଣ ଅଛି, ତାଙ୍କର ଭ୍ରମଣ କାହାଣୀ କ'ଣ? ଭ୍ରମଣ କାହାଣୀ ହେଉଛି ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି ଓ ଆତ୍ମଜୀବନୀ ହେଉଛି ଗାଁର ଡାକ ପିଲେ। ଏହି ତିନି ତୁଣ୍ଡରେ ପ୍ରବନ୍ଧଟି ଶୁଣ ପରୀକ୍ଷଣ ପୁସ୍ତକରୁ ଆସିଅଛି। କେଉଁଟା ନା ଏହି ତିନି ତୁଣ୍ଡରେ ଛେଳି କୁକୁର ଯେଉଁ ରହିଅଛି, ଏହି ପ୍ରବନ୍ଧଟି ଶୁଣ ପରୀକ୍ଷଣ ପୁସ୍ତକରୁ ସଂଗୃହୀତ। ଠିକ୍ ଅଛି, ନେକ୍ସଟ ଦେଖ ପିଲେ। ଅନେକ ଗଣତନ୍ତ୍ର ସପକ୍ଷରେ ମତ ଦେଇ କୁହନ୍ତି ଯେ, କ'ଣ କୁହନ୍ତି? କେଉଁମାନେ? ନା ଅନେକ ଲୋକମାନେ ଗଣତନ୍ତ୍ର ସପକ୍ଷରେ ମତ ଦେଇ କୁହନ୍ତି, ଯେତେ ବି ଶାସନ ବ୍ୟବସ୍ଥା ରହିଅଛି ସେହି ସବୁ ଶାସନ ମଧ୍ୟରୁ ଗଣତନ୍ତ୍ର ହେଉଛି ଉତ୍କୃଷ୍ଟ ଶାସନ। ଗଣତନ୍ତ୍ର ଶାସନ ହେଉଛି ଭଲ ଶାସନ। କେଉଁମାନେ କୁହନ୍ତି? ନା ବହୁତ ଲୋକମାନେ କୁହନ୍ତି। ଆମେ ପ୍ରଥମେ ଜାଣିବା ନା ଗଣତନ୍ତ୍ର କ'ଣ? ଗଣତନ୍ତ୍ର କ'ଣ ଜାଣିବା? ଗଣ ଅର୍ଥ ଲୋକମାନେ ପିଲେ। ଗଣ ଅର୍ଥ ଲୋକମାନେ ବା ଜନସାଧାରଣ ଏବଂ ତନ୍ତ୍ର ଅର୍ଥ ଶାସନ। ତନ୍ତ୍ର ଅର୍ଥ ଶାସନ। ଗଣମାନଙ୍କର ଶାସନକୁ ହିଁ କ'ଣ କୁହାଯାଏ? ନା ଗଣତନ୍ତ୍ର କୁହାଯାଏ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ଗଣତନ୍ତ୍ରର ସଂଜ୍ଞା ଦେବାକୁ ଯାଇ କହିଛନ୍ତି ଯେ, କ'ଣ କହିଛନ୍ତି? ନା କିଏ କହିଛନ୍ତି? ଆବ୍ରାହମ୍ ଲିଙ୍କନ୍। ବାଇ ଦ ପିପଲ୍, ଫର୍ ଦ ପିପଲ୍ ଆଣ୍ଡ ଅଫ୍ ଦ ପିପଲ୍। ଗଣଙ୍କ ଦ୍ୱାରା, ଗଣଙ୍କ ପାଇଁ, ଗଣଙ୍କର ଶାସନ ହେଉଛି ପିଲେ ଗଣତନ୍ତ୍ର। ଏହା କିଏ କହିଛନ୍ତି? ନା ଆବ୍ରାହମ୍ ଲିଙ୍କନ୍। ଆବ୍ରାହମ୍ ଲିଙ୍କନ୍ କହିଛନ୍ତି। ସର୍ଟ କୋଶ୍ଚିନ୍ରେ ବି ଆସିବ, ଗଣତନ୍ତ୍ରର ସଂଜ୍ଞା କିଏ ଦେଇଛନ୍ତି? ନା ଆବ୍ରାହମ୍ ଲିଙ୍କନ୍। ଠିକ୍ ଅଛି, ନେକ୍ସଟ ଦେଖ କ'ଣ ଅଛି। ଆକ୍ଷରିକ ଦୃଷ୍ଟିକୋଣରୁ ବିଚାର କଲେ ଗଣଙ୍କର ଶାସନ ହେଉଛି ଗଣତନ୍ତ୍ର। କ'ଣ ନା ଆକ୍ଷରିକ ଭଲ କରି ଯଦି ବିଚାର କରାଯାଏ ତାହେଲେ କ'ଣ ହେବ? ନା ଗଣମାନଙ୍କର, ଲୋକମାନଙ୍କର ଶାସନ ହେଉଛି ଗଣତନ୍ତ୍ର ପିଲେ। ପ୍ରକୃତରେ ଜନତା ବା ଲୋକମାନେ ଭୋଟ ମାଧ୍ୟମରେ ନିଜର ପ୍ରତିନିଧିକୁ ବାଛିଥାନ୍ତି ଏବଂ ପରୋକ୍ଷ ଭାବରେ ନିଜେ ନିଜକୁ ଶାସନ କରିଥାନ୍ତି। ତେଣୁ ଏହି ଶାସନ ବ୍ୟବସ୍ଥାରେ ସମସ୍ତେ ସମାନ ପିଲେ। ଏହି ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ କ'ଣ ନା ସମସ୍ତେ ସମାନ। କିଏ କାହାଠାରୁ ଅଧିକ ନୁହେଁ କି କିଏ କାହାଠାରୁ କମ୍ ନୁହେଁ, ସମସ୍ତେ ସମାନ।
ଗଣଙ୍କ ଦ୍ୱାରା ଶାସନରେ ଗଣମାନେ ନିଜେ ନିଜକୁ ଶାସନକର୍ତ୍ତା ବୋଲି ବିଚାର କରିନାହାନ୍ତି। ଗଣଙ୍କ ଦ୍ୱାରା ଏହି ଲୋକମାନଙ୍କର ଶାସନରେ ଲୋକମାନେ କ'ଣ କରିନାହାନ୍ତି ନା ନିଜେ ନିଜକୁ ଶାସନକର୍ତ୍ତା ବୋଲି ବିଚାର କରିନାହାନ୍ତି। ଲୋକମାନେ ବା ଜନତାମାନେ କ'ଣ ଭୋଟ ମାଧ୍ୟମରେ ନିଜର ପ୍ରତିନିଧିକୁ ବାଛିଥାନ୍ତି ଏବଂ ସେହି ଶାସନ କ୍ଷମତାଟି ତାଙ୍କ ହାତରେ ନ୍ୟସ୍ତ କରିଥାନ୍ତି। ତେଣୁ ଲୋକ ପ୍ରତିନିଧି ମନୋନୟନ ହେଉଛି ଗଣତନ୍ତ୍ରର କ'ଣ ପିଲେ ନା ମେରୁଦଣ୍ଡ। କୋଶ୍ଚିନ୍ ଆସିବ ସର୍ଟ କୋଶ୍ଚିନ୍। ଡେସ୍କ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ। କୋଶ୍ଚିନ୍ ଆସିଲେ କ'ଣ ଲେଖିବ ନା ଲୋକ ପ୍ରତିନିଧି ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ। ଠିକ୍ ଅଛି ପିଲେ, ଦେଖ ନେକ୍ସଟ ଦେଖ କ'ଣ ଅଛି। ଯେଉଁ ଦେଶରେ ଲୋକମାନେ ଶାସନ ସମ୍ବନ୍ଧ ଜ୍ଞାନରେ ସୁଶିକ୍ଷିତ ପିଲେ, ଯେଉଁ ଦେଶର ଲୋକମାନେ କ'ଣ ନା ଶାସନ ସମ୍ବନ୍ଧ ଜ୍ଞାନରେ ସୁଶିକ୍ଷିତ, ସେହି ଦେଶର ଲୋକମାନେ ଉପଯୁକ୍ତ ପ୍ରତିନିଧି ବାଛିଥାନ୍ତି, ଭଲ ପ୍ରତିନିଧି ବାଛିପାରନ୍ତି, ଯୋଗ୍ୟତା ପ୍ରତିନିଧି ବାଛିପାରନ୍ତି। ମାତ୍ର ଯେଉଁ ଦେଶରେ ଜନତା ନିଜର ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ କ'ଣ ନା ଗୁଣ ଅପେକ୍ଷା ପ୍ରୋପାଗାଣ୍ଡାର ହିଁ ବିଜୟ ହୁଏ। ପ୍ରୋପାଗାଣ୍ଡା ହିଁ ବିଶେଷ ଭାବରେ କାମ କରେ। ଏହି ପ୍ରୋପାଗାଣ୍ଡା ଯେ କ'ଣ କରିପାରେ ତାହାକୁ ସ୍ପଷ୍ଟ କରିବାକୁ ଯାଇ ପ୍ରାବନ୍ଧିକ ଗୋଟିଏ କାହାଣୀ ଲେଖିଛନ୍ତି। ସେହି କାହାଣୀର ନାମ ହେଉଛି ପିଲେ ତିନି ତୁଣ୍ଡରେ ଛେଳି କୁକୁର। ନିମ୍ନରେ ବର୍ଣ୍ଣିତ ହୋଇଛି। ଠିକ୍ ଅଛି। ପ୍ରାବନ୍ଧିକ ପୁରୁଣା ଅଥଚ ଜଣାଶୁଣା ଗଳ୍ପଟି ଅବତରଣ କରିଛନ୍ତି। ଏହି ଗଳ୍ପଟି ପିଲାମାନେ ପୁରୁଣା, କିନ୍ତୁ ବହୁତ ଲୋକ ଜାଣିଥାନ୍ତି, ବହୁତ ଲୋକ ଜାଣିଛନ୍ତି ମଧ୍ୟ। ଦେଖ କ'ଣ ଅଛି। ବର୍ଣ୍ଣିତ ଗଳ୍ପ ଅନୁଯାୟୀ ଜଣେ ବ୍ରାହ୍ମଣ ଗୋସାଇଁ କିଏ ନା ଜଣେ ବ୍ରାହ୍ମଣ ଗୋସାଇଁ ଯଜମାନଙ୍କ ଠାରୁ ଛେଳିଟିଏ ଦାନ ରୂପେ ଗ୍ରହଣ କରିଥିଲେ। ଜଣେ ବ୍ରାହ୍ମଣ ଗୋସାଇଁ କାଠାରୁ ନା ଯଜମାନଙ୍କ ଠାରୁ ଛେଳିଟିଏ ଦାନ ରୂପେ ଗ୍ରହଣ କରିଥିଲେ। ଏଇଟା କୋଶ୍ଚିନ୍ ଆସେ ପିଲେ, ସର୍ଟ କୋଶ୍ଚିନ୍ MCQରେ ମଧ୍ୟ ଆସେ। ଠିକ୍ ଅଛି। ସେହି ଛେଳିଟିକୁ ସାଙ୍ଗରେ ଆଣିବା ବେଳେ କ'ଣ ହେଲା ନା ସେହି ଛେଳିଟି ଭେଡ଼ି ଉଟାରି ହେବାରୁ କ'ଣ କଲେ ନା ଗୋସାଇଁ ସେହି ଛେଳିକୁ ବୋହିକି ଆଣୁଥିଲେ, କାନ୍ଧରେ ବୋହିକି ଆଣୁଥିଲେ। ସେହି ଛେଳିକୁ ଆଣିବା ବାଟରେ କ'ଣ ହେଲା ନା ପ୍ରଥମେ ପାଣୁ ସହିତ ଭେଟ ହେଲା। ଏହି ପାଣୁଟି କ'ଣ କଲା ନା ସେହି ଛେଳିଟିକୁ କୁକୁର ବୋଲି ସାବ୍ୟସ୍ତ କରୁଥିଲା, କୁକୁର ବୋଲି କହୁଥିଲା। କାହାକୁ ନା ସେହି ଛେଳିଟିକୁ। ଗୋସାଇଁ ଆଶ୍ଚର୍ଯ୍ୟ ହୋଇଗଲେ। ଯଦି ଛେଳିଟିକୁ କୁକୁର ବୋଲି କୁହାଯାଏ ତାହେଲେ ତ ସେ ଆଶ୍ଚର୍ଯ୍ୟ ହେବ ନା ନାହିଁ। ତେଣୁ କହିଲେ ବ୍ରାହ୍ମଣ ଗୋସାଇଁ କ'ଣ କହିଲେ ଦେଖ, ପାଣୁର ଛେଳି ଓ କୁକୁର ଚିହ୍ନିବାର ଦକ୍ଷତା ନାହିଁ ବୋଲି କହିଲେ। କିନ୍ତୁ ପାଣୁ ନିଜର କଥାକୁ ସାବ୍ୟସ୍ତ କଲା। ଦେଖ ପିଲେ, ପାଣୁ କ'ଣ କଲା ନା ସେହି ଛେଳିଟିକୁ କୁକୁର ବୋଲି ସାବ୍ୟସ୍ତ କରୁଥିଲା। ତାପରେ ଗୋସାଇଁ କ'ଣ କହିଲେ, ପାଣୁ ଛେଳି ଓ କୁକୁରକୁ ଚିହ୍ନି ପାରିବାର ତୋର ଦକ୍ଷତା ନାହିଁ ବୋଲି କହିଲେ। ଆଉ ଆଗକୁ ବଢ଼ିଲେ। ଆହୁରି କ'ଣ ଅଛି ଦେଖ। ପାଣୁ ଭଳି ରାଧୁ ଓ ଅଗାଧୁ। ଗୋସାଇଁଙ୍କର ଛେଳିକୁ କୁକୁର ବୋଲି କହିଲେ। କ'ଣ କହିଲେ ନା ସେ ଯେଉଁ ଗୋସାଇଁଙ୍କର ଯେଉଁ ଛେଳିଟିଏ ରହିଥିଲା ସେହି ଛେଳିଟିକୁ କୁକୁର ବୋଲି କହିଲେ। କିଏ ନା ରାଧୁ ଓ ଅଗାଧୁ। ଠିକ୍ ଅଛି। ପାଣୁ, ରାଧୁ, ଅଗାଧୁ ଏହି ତିନି ଜଣଙ୍କର ତିନି ତୁଣ୍ଡରେ ଛେଳିକୁ କୁକୁର ବୋଲି ସାବ୍ୟସ୍ତ ହୋଇଗଲା। ଠିକ୍ ଅଛି। ପୁରୋହିତ ନିଜକୁ ଦୋଷୀ କହି, କିଏ ନା ପୁରୋହିତ ଗୋସାଇଁ ପୁରୋହିତ ନିଜକୁ ଦୋଷୀ କହିଲେ। ଆଉ କ'ଣ କଲେ ନା ଚଷମା ବଦଳାଇବାର ମାନସିକତା ନେଇ ଦୁଃଖରେ କର୍ମକୁ ନିନ୍ଦି ଛେଳିକୁ ରାସ୍ତାରେ କଚାଡ଼ି ଦେଇ କ'ଣ କଲେ ନା ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡ଼କୁ ଖଣ୍ଡ ଦୌଡ଼ ଦେବାକୁ ଆରମ୍ଭ କଲେ। ତ ପିଲାମାନେ ସେହି ଛେଳିଟିକୁ କୁକୁର ବୋଲି କିଏ ନା ପାଣୁ, ରାଧୁ, ଅଗାଧୁ ସାବ୍ୟସ୍ତ କରିବାରୁ ଗୋସାଇଁ ଛେଳିକୁ କୁକୁର ବୋଲି ଭାବିଲେ ଏବଂ ରାସ୍ତାରେ କଚାଡ଼ି ଦେଲେ। ତେଣୁ ଯଜମାନଙ୍କୁ ଅଭିଶାପ ଦେଇ ଗଲେ ପିଲେ, କାରଣ ମୋତେ କୁକୁରଟିଏ ଦେଇଛନ୍ତି ଦାନ ରୂପେ ବୋଲି। ସେ ଯଜମାନଙ୍କୁ ଗୋସାଇଁ ଅଭିଶାପ ଦେଇ ଗାଁ ଆଡ଼କୁ ଖଣ୍ଡ ଦୌଡ଼ ଦେବାକୁ ଆରମ୍ଭ କଲେ। ଦେଖ ଆଉ କ'ଣ ଅଛି। ପ୍ରାବନ୍ଧିକ କହୁଛନ୍ତି ବର୍ତ୍ତମାନ ସମୟରେ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ କ'ଣ ନା ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଚାର ପତ୍ର, କାନ୍ଥ ବାଡ଼ ଲେଖା, ସିନେମା ହଲ୍ର ପର୍ଦ୍ଦା, ରେଡ଼ିଓ ଠାରୁ ଆରମ୍ଭ କରି ସଭା ସମିତି ଆଉ କ'ଣ ଶୋଭାଯାତ୍ରା କରି କଳାକୁ ଧଳା ଓ ଧଳାକୁ କଳା କରାଯାଉଛି। ଯେଉଁମାନେ ଜନତାମାନଙ୍କୁ ଠକି ପ୍ରତିନିଧି ହେଉଛନ୍ତି ସେମାନେ ମାଙ୍କଡ଼ ଦୁଇ ବିରାଣୀଙ୍କ ମଧ୍ୟରେ ପିଠା ବାଣ୍ଟିଲା ପରି ନିଜର ସୁବିଧା ଦେଖୁଛନ୍ତି। ଜନତା ଜନାର୍ଦ୍ଦନ କେବଳ ଦୁଇ ବିରାଣୀଙ୍କ ପରି ଓଠ ଚାଟୁଛନ୍ତି ସିନା,
କିଛି କରିପାରୁନାହାନ୍ତି। ଦେଖ ପୁନଶ୍ଚ କେତେ ନେତା ଦଳ ବଦଳ କରି ନିଜର ସୁବିଧା ଦେଖୁଛନ୍ତି, ନିଜର ସୁବିଧା ପାଉଛନ୍ତି, କିନ୍ତୁ କ'ଣ ନା ଜନତା ଜନାର୍ଦ୍ଦନ କିଛି କରିପାରୁନାହାନ୍ତି ବୋଲି କୁହାଯାଇଛି। ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ କହିଛନ୍ତି, ଗଣତନ୍ତ୍ରକୁ ସବୁଠାରୁ ଭଲ ଶାସନ କହିଲେ ମଧ୍ୟ କ'ଣ ନା ଗଣତନ୍ତ୍ରକୁ ସବୁଠାରୁ ଭଲ ଶାସନ କହିଲେ ମଧ୍ୟ ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବା ଯାଏଁ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା। ପିଲାମାନେ ଏଇଠାରେ ମଧ୍ୟ ଗୋଟେ କୋଶ୍ଚିନ୍ ଆସେ, କାହାର ଅଭାବ ଥିବା ଯାଏଁ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ବୋଲି ପିଲାମାନେ ତୁମର ସର୍ଟ କୋଶ୍ଚିନ୍ ବା 1 ମାର୍କରେ କୋଶ୍ଚିନ୍ ଆସିଥାଏ। ତୁମେ ଲେଖିବ, କ'ଣ ଲେଖିବ ନା ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବା ଯାଏଁ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା। ପିଲାମାନେ ଦେଖ ଆହୁରି କ'ଣ ଅଛି, ଉକ୍ତ ପ୍ରବନ୍ଧଟି ବେଶ ଭାବରେ ମନୋରମ ଓ ମନୋମୁଗ୍ଧକର ହୋଇପାରିଛି। ପିଲାମାନେ ଏଇଟାକୁ ଲେଖିବା ପାଇଁ ଭୁଲିବ ନାହିଁ, କାରଣ ଏହି ଶେଷ କଥାରେ 1 ମାର୍କ ଅଛି। ପିଲାମାନେ ଯେଉଁମାନେ ଏଇଟା ଲେଖନ୍ତି ସେମାନଙ୍କୁ 1 ମାର୍କ ଲାଷ୍ଟରେ ମିଳେ। ଠିକ୍ ଅଛି, ତ ପିଲାମାନେ ଯଦି ଆଜିର ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବ, ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ସାଙ୍ଗସାଥିମାନଙ୍କ ମଧ୍ୟରେ ସେୟାର କରିବା ପାଇଁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ।